ସୁସାଇଡ୍ କରୁନଥିଲା ଗୋଟେ ପିଲା ହେଇଛି ସେ କେବେ ସୁସାଇଡ୍ କରିବ? ଝିଅ ଜନ୍ମ ହେଲା ବୋଲି ନିର୍ଯାତନା ଦେଇ ବୋହୂକୁ ମାରିଦେଲେ ଶାଶୁଘର ଲୋକ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ବାପଘର ଲୋକ। ସ୍ୱାମୀ ଓ କକା ଶ୍ୱଶୁର ଥାନାରେ ଅଟକ, ପୋଲିସର ତଦନ୍ତ ଜାରି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଥରପୁରା ଗ୍ରାମରେ। ଜଳେଶ୍ୱର ପୌର ପରିଷଦର ଭାଇସ୍ ଚେୟାରମ୍ୟାନ୍ ପୁଷ୍ପପ୍ରିୟା କାମିଳାଙ୍କର ତୃତୀୟ ପୁତ୍ର ରିତେଶ କାମିଳାଙ୍କୁ ଚକ୍ରବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କ ଝିଅ ନମିତାଙ୍କ ସହିତ ଦୀର୍ଘ 3 ବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ସେବେଠାରୁ ହସଖୁସିରେ ସଂସାର ଚାଲି ଆସୁଥିଲା ବେଳେ ତାଙ୍କର 10 ଦିନର ଗୋଟିଏ ଝିଅ ହୋଇଥିଲା। ଝିଅ ଜନ୍ମ ହେବା ପରେ ଘରେ ସମସ୍ତେ ଖୁସି ହେବା ବଦଳରେ ନମିତାଙ୍କ ଉପରେ ଆରମ୍ଭ କରିଥିଲେ ଅତ୍ୟାଚାର। ଏନେଇ ନମିତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ଆଜି ନମିତା ଘରେ ରସିରେ ଝୁଲୁଥିବା ବେଳେ ପରିବାର ଲୋକ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ନମିତା ବେକରେ ରସି ଦେଇ ଆତ୍ମହତ୍ୟା କରିଥିବା କଥା ଶୁଣି ଶାଶୁଘର ଲୋକ କହୁଥିଲେ। ନମିତା ଝିଅ ଜନ୍ମ କରିଥିବାରୁ ତାଙ୍କୁ ଶାଶୁଘର ଲୋକ ନିର୍ଯାତନା ଦେଇ ମାରିଥିବା ନେଇ ବାପଘର ଲୋକ ଅଭିଯୋଗ ଆଣୁଛନ୍ତି। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସ୍ୱାମୀ ଜଳନ୍ଧର ଓ କକା ଶ୍ୱଶୁର ବସନ୍ତ କାମିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପଟରେ ଝିଅ ପରିବାରଙ୍କ ପକ୍ଷରୁ ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଛି। ତେବେ ତଦନ୍ତ ପରେ ଫିଟିବ ଗୁମର। ପରିବାର ଅଭିଯୋଗ ପରେ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ।